ଶିମିଳିପାଳରେ 2 ଦିନ ଧରି ବଡ଼ ଧରଣର ରେଡ୍ 1 କୋଟିରୁ ଅଧିକ ଟଙ୍କାର ଅଫିମ ଗଛ ଜବତ ହୋଇଛି। ତେବେ ଯାହା ଜଣାପଡ଼ିଛି ଶିମିଳିପାଳ ଏବଂ ଏହାର ପାଦଦେଶରେ 2 ଦିନ ଧରି ରେଡ୍ ଚାଲିଥିଲା। ଗତ ବର୍ଷ ଶିମିଳିପାଳ ଏବଂ ଶିମିଳିପାଳ ପାଦଦେଶରୁ ପୋଲିସ ଓ ଅବକାରୀ ବିଭାଗ ପୃଥକ ପୃଥକ ମାମଲା ରୁଜୁ କରି 31 କୋଟି 86 ଲକ୍ଷ ଟଙ୍କାର ଅଫିମ ଗଛକୁ ନଷ୍ଟ କରିଥିଲେ। ସେହିପରି ଚଳିତ ବର୍ଷ ମଧ୍ୟ ବୁଧବାର ଏବଂ ଗୁରୁବାର ଲଗାତାର ଭାବେ 2 ଦିନ 4ଟି ବିଭାଗ ମିଳିତ ଭାବରେ ଚଢ଼ାଉ କରି 1 କୋଟିରୁ ଊର୍ଦ୍ଧ୍ୱ ଟଙ୍କାର ଅଫିମ ଗଛକୁ ଜବତ କରିବା ସହିତ ଅଫିମ ଗଛଗୁଡ଼ିକୁ ନଷ୍ଟ କରିଥିଲେ। ତେବେ ବୁଧବାର ଦିନ ରେଡ୍ରେ 42 ଲକ୍ଷ ଏବଂ ଗୁରୁବାର ଦିନ ରେଡ୍ରେ 60 ଲକ୍ଷ ଟଙ୍କାର ଅଫିମ ଗଛ ନଷ୍ଟ କରାଯାଇଛି। ପୋଲିସ, ଅବକାରୀ ବିଭାଗ, ରାଜସ୍ୱ ବିଭାଗ ଏବଂ ବନ ବିଭାଗ ମିଳିତ ଭାବେ ଶିମିଳିପାଳ ଅଭୟାରଣ୍ୟର 6ଟି ସ୍ଥାନରେ ଚଢ଼ାଉ କରିଥିଲେ। ଶିମିଳିପାଳ ଅଭୟାରଣ୍ୟର ବନ୍ଦିରାବସା ଏବଂ ଅସନବଣୀ ଗାଁର 6ଟି ସ୍ଥାନର 1 ଏକର 58 ଡିସମିଲ୍ ଜାଗାରେ 73,000 ଅଫିମ ଗଛ ଲାଗିଥିଲା। ଏହାର ଆନୁମାନିକ ମୂଲ୍ୟ 60 ଲକ୍ଷ ଟଙ୍କା ହେବ ବୋଲି କରଞ୍ଜିଆ ଏସ୍ଡିପିଓ ସୁବ୍ରତ କୁମାର ସୂଚନା ଦେଇଥିଲେ। ଏନେଇ ଯଶୀପୁର ପୋଲିସ ପକ୍ଷରୁ 2ଟି ପୃଥକ ପୃଥକ ମାମଲା ରୁଜୁ କରାଯାଇ ତଦନ୍ତ ଚାଲିଥିବା ଜଣାପଡ଼ିଛି।